ଆଜି ବଜାରକୁ ଯାଇଥିଲି, ପୋଟଳ ଆଣିଥିଲି। ପୋଟଳକୁ ଦେଖି ମନେ ପଡ଼ିଲା ମା ହାତ ତିଆରି ଗୋଟେ ଚଟଣି ବନେଇବି। ମା ବହୁତ ବଢ଼ିଆ ବନାଉଥିଲା, ଆଉ କେତେ ସ୍ୱାଦ ଲାଗୁଥିଲା ପଖାଳ ସହିତ ଖାଇବାକୁ। ରୁଟିରେ ବି ଖାଇପାରିବା, ଗରମ ଭାତରେ ବି ଖାଇପାରିବା। ଚାଲନ୍ତୁ ଆଜି ବନେଇବା ମା ହାତ ତିଆରି ପୋଟଳ ଚଟଣି। ପୋଟଳକୁ ଏମିତି ଭଲ ଭାବରେ ଧୋଇକରି କାଟିଦେବା, ଫାଳ ଫାଳ କରି କାଟିଦେବା ତାକୁ। ପୋଟଳ ଚଟଣି ସତରେ ବହୁତ ସୁଆଦିଆ ଲାଗେ, ଭେରି ଇଜି, ସାଙ୍ଗେ ସାଙ୍ଗେ ବନିଯିବ, ବେଶୀ ଟାଇମ୍ ଲାଗିବନି। ଆଉ ଭାତ, ରୁଟି, ପଖାଳ ସହିତ ତ ବହୁତ ବଢ଼ିଆ ଲାଗେ। ଏମିତି ତେଲ ଦେହରେ ଟିକେ ଜିରା ଦେଇଦେବା, ଆଉ ଅଳ୍ପ ଟିକେ ପଞ୍ଚଫୁଟଣ ଦେବା, ଜଷ୍ଟ ଟିକେ, କିନ୍ତୁ ବେଶୀ ଜିରା ଦେବା। ଟିକେ ଫୁଟି ଆସିଲେ ଆମେ ପୋଟଳ ଦେହରେ ଲୁଣ ଆଉ ଲୁଣ ଟିକେ ପକାଇକି ତାକୁ ରଖିଦେବା। ତାପରେ ଟିକେ ହଳଦୀ ଦେବା, ଅଳ୍ପ ହଳଦୀ ଦେବା, ବେଶୀ ନାହିଁ, ଯେହେତୁ ଆମେ ଚଟଣି ବନାଉଛେ। ତାକୁ ଭଲ ଭାବରେ ଟିକେ ଘାଣ୍ଟି ଦେବା। ତାପରେ ସେଇ ପଞ୍ଚଫୁଟଣ ଜିରା ବାଲା ଯେଉଁ ତେଲରେ ଦେଇଦେବା ପୋଟଳ ଗୁଡ଼ିକୁ। ମା ତ ଚୁଲିରେ କଡ଼େଇ ବସେଇକିରି ଭାଜି ଦେଇକରି କେତେ ବଢ଼ିଆ ଭାବରେ ବନାଉଥିଲା। ସେସବୁର ସୁବିଧା ତ ଏଠି ନାହିଁ, କିନ୍ତୁ ଆମେ ବନେଇବା। ତାପରେ ପୋଟଳ ସେପଟ ହେଉଛି, ଆମେ ଏଠି ଟମାଟୋ ଟିକେ କାଟିଦେବା। ବେଶୀ ଟମାଟୋ ଦେବାନି, ଖଟାର ଦରକାର ନାହିଁ, ଗୋଟେ ଦୁଇଟା ଟମାଟୋ ଦେଇଦେଲେ ବାସ୍ ହେଲା। ଟମାଟୋ ଟିକେ ଦେଲେ ଟିକେ ଟେଷ୍ଟ ବହୁତ ବଢ଼ିଆ ଲାଗିବ। ବାରିର ଖଟା ଟମାଟୋ ବାବା କେତେ ଭଲ ଲାଗୁଥିଲା। ପୋଟଳ ଗୁଡ଼ିକୁ କାଢ଼ି ଦେଇକରି ଆମେ ଟମାଟୋ ଆଉ ରସୁଣ, କଞ୍ଚା ରସୁଣ ଆଉ ଶୁଖିଲା ଲଙ୍କା ହେଉ, ନାହିଁ ତ କଞ୍ଚା ଲଙ୍କା ହେଉ, କଞ୍ଚା ଲଙ୍କା ବେଶୀ ଭଲ ଲାଗେ ପକାଇକରି ଭାଜି ଦେବାକୁ। ଗ୍ୟାସ୍ ଫ୍ଲେମ୍କୁ ସିମ୍ ରଖିବା, ବେଶୀ ହାଇ ରଖିବାନି। ତାପରେ ଦେଖନ୍ତୁ ଏମିତି ଭାଜି ହେଇଗଲା। ଭାଜି ହେଇସାରିଲା ପରେ ତାକୁ ସବୁ ଆମେ ଏକାଠି କରି ରଖିଦେଲେ, ଟିକେ ଥଣ୍ଡା ହେଇସାରିଲା ପରେ ଆମେ ଗ୍ରାଇଣ୍ଡରରେ ପେଷିବା। ମା ତ ତାକୁ ଶିଳରେ ପେଷି ଦେଉଥିଲା, ବାଟୁଥିଲା, କିନ୍ତୁ ଶିଳରେ ତ ବାଟି ହେବନି, ତେଣୁ ଗ୍ରାଇଣ୍ଡରରେ ଆମେ ତାକୁ ପେଷିବା। ଏମିତି ପୁରା ଥଣ୍ଡା ହେବ, ଯେ ହାତ ଲଗାଇବା ଯେମିତି ଥଣ୍ଡା ହେଇଯିବ। ଥଣ୍ଡା ହେଇସାରିଲା ପରେ ଆମେ ଗ୍ରାଇଣ୍ଡରରେ ତାକୁ ପେଷିଦେବା। ବିଲକୁଲ ପାଣି ହିଁ ଲାଗିବନି। ପୋଟଳ, ଟମାଟୋ, ରସୁଣ, କଞ୍ଚା ଲଙ୍କା, ଜିରା, ଟିକେ ପଞ୍ଚଫୁଟଣ, ତାର ଫ୍ଲେଭର ବହୁତ ବଢ଼ିଆ ଆସିବ। ସବୁତକୁ ଏମିତି ଗ୍ରାଇଣ୍ଡରରେ ଦେଇଦେବା ବାଉଲ୍ ଭିତରେ। ଆଉ ତାକୁ ପେଷିଦେବା। ଦେଖନ୍ତୁ ଏମିତି ସୁନ୍ଦରିଆ, ସୁଆଦିଆ, ମନ ଖୁସି କରିଦେଲା ଭଳିଆ ଚଟଣି ରେଡ଼ି ହେଇଯିବ। ଶିଳରେ ପେଷିଲେ ତାର ଟେଷ୍ଟ ବହୁତ ବଢ଼ିଆ ଲାଗିଥାଏ। କେତେ ସୁଆଦିଆ ହେଇଛି, କେତେ ସୁନ୍ଦର ଦେଖାଯାଉଛି। ଏମିତି ବନାନ୍ତୁ, ଭାତ ସହିତ ଖାଆନ୍ତୁ, ରୁଟି ସହିତ ଖାଆନ୍ତୁ, ପରଟା ସହିତ ଖାଆନ୍ତୁ, କି ପଖାଳ ଭାତ ସହିତ ଖାଆନ୍ତୁ। ଖାଇବେ ଆଉ କମେଣ୍ଟ କରି ଜଣାଇବେ କେମିତି ଲାଗିଲା। ଏମିତି ବନାନ୍ତୁ ପୋଟଳ ଚଟଣି, ପୁରା ଗାଁ ଷ୍ଟାଇଲରେ ପୋଟଳ ଚଟଣି ଏମିତି ବନାନ୍ତୁ ଆଉ ଖାଆନ୍ତୁ। ସତରେ ଭାରି ସୁଆଦିଆ ଲାଗେ ପୋଟଳ ଚଟଣି।